ଯେବେଠୁ ନ୍ୟୁଜ୍ 7 ଆରମ୍ଭ ହୋଇଛି 2014 ମସିହା ଡିସେମ୍ବର 16 ତାରିଖ ଏହି ଦିନ ନ୍ୟୁଜ୍ 7 ଏୟାର ହେଇଥିଲା ବା ଏହି ଦିନ ନ୍ୟୁଜ୍ 7 ଅନ୍ ଏୟାର ପ୍ରଦର୍ଶନ ତାର ଜାରି ବା ପ୍ରସାରଣ ତାର ଜାରି ରଖିଥିଲା। ତା ପୂର୍ବରୁ ମଧ୍ୟ ମୁଁ ସେ ସଂସ୍ଥା ସହିତ ଜଡ଼ିତ ହୋଇଥିଲି। ସେ ସଂସ୍ଥାରେ ମୂଳରୁ କ'ଣ ଚଞ୍ଚକତା ଚାଲିଥିଲା, କ'ଣ ଆରମ୍ଭ ହୋଇଥିଲା କେଲେଙ୍କାରୀ ଏବଂ ଏପର୍ଯ୍ୟନ୍ତ କ'ଣ କେଲେଙ୍କାରୀ ଚାଲିଛି ତାର ଟିକନିକ ତଥ୍ୟ ମୋ ପାଖରେ ଅଛି। ସାରଥୀକୁ ଧରିବା ପଛର କ'ଣ ଥିଲା ରହସ୍ୟ, ସାରଥୀ ଧରିବାର ସତ କ'ଣ ଥିଲା, ତା ପଛର ପୁରା କନସେପ୍ଟ ଯାହାକୁ ନେଇକି କାମ କରାଗଲା ତାର ବି ତଥ୍ୟ ରଖିବି। ଯେ ସାରଥୀକୁ ନେଇକି ମୁଁ ଯୋଉ କଥା କହିଥିଲି ଯେ ଗୋଟିଏ ବଡ଼ ଷଡ଼ଯନ୍ତ୍ର ହେଇଥିଲା, ମୁଁ ପୁଣି ଥରେ ଦୋହରଉଛି ଏ ଷଡ଼ଯନ୍ତ୍ରର ସବୁ ଦିଗ ଟେକ୍ନିକ ଦିଗ ମଧ୍ୟ ଆପଣଙ୍କ ସାମ୍ନାକୁ ଆଣିବି। ଜାଣିବେ କେମିତି ଥିଲା ପୁରା ଷଡ଼ଯନ୍ତ୍ରର ପ୍ରକ୍ରିୟା। ଏ ପୁରା ପ୍ରକ୍ରିୟାରେ କିଏ କିଏ ଥିଲେ କାର ପର୍ଦ୍ଦା, ଆଉ ଆମେ ମାନେ ଯୋଉମାନଙ୍କୁ ନେଇକି ପ୍ରଶ୍ନ ଉଠୁଛି ଯେ ତୁମେ ତ କରିଥିଲ ସାରଥୀର ପ୍ରସଙ୍ଗ, ତୁମକୁ କାହିଁକି ପ୍ରଶ୍ନ କରାଯିବନି? ନିଶ୍ଚିତ ଭାବେ ସେ ପ୍ରଶ୍ନକୁ ମଧ୍ୟ ମୁଁ ଗ୍ରହଣ କରିବି ଆଉ ତାର ଉତ୍ତର ବି ରଖିବି ଯେ ପ୍ରକୃତରେ ସାରଥୀ ପ୍ରକରଣ ଭିତରେ ମୋର ଭୂମିକା କୋଉଭଳି ଥିଲା ଏବଂ ଏ ପୁରା ଭୂମିକାକୁ କୋଉଭଳି ଭାବେ ପ୍ରଶ୍ନ କରିବାର ଆବଶ୍ୟକତା ରହିଛି ଏବଂ ସେ ସବୁର ଉତ୍ତର ବି ମୁଁ ରଖିବି। କାହିଁକି ଏ କଥାର ବି ଉତ୍ତର ରଖିବି। ଟିକେ ଧୈର୍ଯ୍ୟ ଧରନ୍ତୁ। ଏତେ ବଡ଼ ଷଡ଼ଯନ୍ତ୍ର ତାର ପର୍ଦ୍ଦାଫାଶ କରିବା, ତାର ତଥ୍ୟ ସାମ୍ନାକୁ ଆଣିବା କିଛି ସମୟ ତ ଲାଗିବ। ଆଉ ସେ ସମୟ ଭିତରେ ମୁଁ ଆପଣଙ୍କ ପାଖରେ ଆହୁରି ଅନେକ ତଥ୍ୟ ରଖିବି, ଅନେକ କଥା କହିବି, କିନ୍ତୁ ପ୍ରତିଶ୍ରୁତି ଦେଉଛି ଯେ ଅନ୍ତତଃ ଗୋଟେ ଆଶ୍ୱାସନା ଆପଣଙ୍କୁ ମିଳିବ ଯେ ଯୋଉ ଭୁଲ ଯୋଉ ଷଡ଼ଯନ୍ତ୍ର ନ୍ୟୁଜ୍ 7 କରିଥିଲା ତାର ଗୋଟେ ଉଚିତ ମୁହୂର୍ତ୍ତ ଜବାବ ଆପଣ ଦେଇପାରିବେ। ଯୋଉଟା ସମାଜର କ୍ଷତି କରୁଛି ସେ ଦିଗକୁ ମୁଁ ଆଣିବାକୁ ଚାହୁଁଛି, ସେ ପ୍ରକାର ଘଟଣାକୁ ମୁଁ ଆଣିବାକୁ ଚାହୁଁଛି। ଯଦି ସାରଥୀ ଯାହାଙ୍କ ବିରୋଧରେ ନ୍ୟୁଜ୍ 7 ଅଭିଯୋଗ ବାଢିଦେଲା, ପ୍ରକୃତରେ ସାରଥୀ କାହାର କ'ଣ କରୁଥିଲେ, କିଏ ଅଭିଯୋଗ ରଖିଥିଲା ଏ ବାବଦରେ, ସାରଥୀଙ୍କ ବିରୋଧରେ କିଏ ଅଭିଯୋଗ କରିଥିଲା? ଗୋଟିଏ ଅଭିଯୋଗ ଅନ୍ତତଃ ମତେ ଦେଖେଇ ଦିଅନ୍ତୁ ଯେ ଏଇ ଲୋକ ସାରଥୀ ବିରୋଧରେ ଅଭିଯୋଗ କରିଥିଲା। ଏବେ ବି ମୁଁ ଖୋଲାଖୋଲି କହୁଛି, କିଏ ବ୍ୟକ୍ତିଗତ ଭାବେ ସାରଥୀ ବିରୋଧରେ ଅଭିଯୋଗ କରୁଛନ୍ତି ଦୟାକରି ମତେ କମେଣ୍ଟ ବକ୍ସରେ ଆପଣ କମେଣ୍ଟ କରନ୍ତୁ। ମୁଁ ଟିକେ ଜାଣିବାକୁ ଚାହୁଁଛି ଆପଣଙ୍କ ପାଖରେ କ'ଣ ତଥ୍ୟ ପ୍ରମାଣ ଅଛି। କିନ୍ତୁ ନ୍ୟୁଜ୍ 7 ତାର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ, କେବଳ ନିଜ ସଂସ୍ଥାକୁ ଉପରକୁ ଉଠେଇବା ପାଇଁ ଏଇଭଳି ଭାବେ ଚଞ୍ଚକତା ବା ଷଡ଼ଯନ୍ତ୍ର କରିଥିଲା, ଆଉ ଯାହାର ପର୍ଦ୍ଦାଫାଶ ହବାର ସମୟ ଆସି ସାରିଛି। ଧୀରେ ଧୀରେ ସେ ସବୁ ଦିଗ ଆସିବ। ମନୋଜ ନାୟକର କଳା କାରନାମାର କଳା କାହାଣୀ ତା ଉପରୁ ପରଦା ହଟିବ। ଆଉ ଇଏ କୋଉଭଳି ଭାବେ ଏଇ ନ୍ୟୁଜ୍ 7 କୁ ବ୍ୟବହାର କରୁଛନ୍ତି, ଗୋଟିଏ ଢାଲ ଭଳି ନ୍ୟୁଜ୍ 7 କୁ ରଖିଛନ୍ତି ନିଜର ସ୍ୱାର୍ଥ ପାଇଁ, ନିଜର ବ୍ୟବସାୟିକ ଲାଭ ପାଇଁ ଏବଂ ନିଜର ସମ୍ପତ୍ତି ବଢେଇବା ପାଇଁ। ତା ଛଡା ଆଉ କୌଣସି ଉଦ୍ଦେଶ୍ୟ ସାଧିତ କରୁନାହାନ୍ତି। ସମାଜର ଅନେକ